ଏବେ ଏବେ ମଧୁବାବୁ ପେନସନ ଯୋଜନାର ଭତ୍ତାଧିକାରୀମାନଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଖୁସି ଖବର। ଏ ନେଇ ସରକାର ଦେଇଛନ୍ତି ଗୋଟେ ବହୁତ ବଡ଼ ସୂଚନା। ରାଜ୍ୟରେ ଥିବା ବୃଦ୍ଧ, ବିକଳାଙ୍ଗ, ବୃଦ୍ଧ ମହିଳାମାନଙ୍କ ପାଇଁ ବା ଲୋକମାନଙ୍କ ପାଇଁ ଆସିଲା ଏକ ବହୁତ ବଡ଼ ଅପଡେଟ୍। ସରକାର କରିଛନ୍ତି ନୂଆ ଘୋଷଣା। ରାଜ୍ୟ କ୍ୟାବିନେଟ୍ରେ ଭତ୍ତା ବୃଦ୍ଧିକୁ ନେଇ ମିଳିଲା ମଞ୍ଜୁରୀ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ମିଳିବାକୁ ଯାଉଛି 3000 ଟଙ୍କାର ଭତ୍ତା ରାଶି। ତ ଚାଲନ୍ତୁ ଫ୍ରେଣ୍ଡସ୍ ଜାଣିନେବା କେବେଠାରୁ ଏ ଲାଗୁ ହେବ ଏବଂ କେବେ ମିଳିବ, କେଉଁଦିନ ଏମାନଙ୍କ ଖାତାକୁ ଆସିବ। ସମ୍ପୂର୍ଣ୍ଣ ଅପଡେଟ୍ ଏହି ଭିଡ଼ିଓ ମାଧ୍ୟମରେ ଜାଣିନେବା। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ମୋର ଗୋଟେ ଛୋଟିଆ ଅନୁରୋଧ, ଯଦି ଭିଡ଼ିଓକୁ ଏପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ଭିଡ଼ିଓ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ରେ କ୍ଲିକ୍ କରିଦେବେ। ଚାଲନ୍ତୁ ଡେ ନକରି କ'ଣ ରହିଛି ଅପଡେଟ୍ଟି ଜାଣିନେବା। ଫ୍ରେଣ୍ଡସ୍, ମଧୁବାବୁ ପେନସନ ଯୋଜନା ଅଧୀନରେ ଭତ୍ତା ବୃଦ୍ଧି ପାଇଁ ଶେଷରେ ରାଜ୍ୟ ସରକାର ନେଇଛନ୍ତି ଗୋଟେ ବହୁତ ବଡ଼ ନିଷ୍ପତ୍ତି। ଅନେକ ଦିନ ଧରି ଅପେକ୍ଷାରେ ରହିଥିଲେ କେବେ ବୃଦ୍ଧି ହେବ ଏହି ଭତ୍ତା ଟଙ୍କା। ସେ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଫ୍ରେଣ୍ଡସ୍, ସମସ୍ତଙ୍କର ଗୋଟିଏ ପ୍ରଶ୍ନ ରହୁଛି ଯେ କେଉଁମାନେ ପାଇବେ କେତେ ଟଙ୍କାର ଭତ୍ତା ରାଶି। ଫ୍ରେଣ୍ଡସ୍, ସରକାରୀ ସୂତ୍ର ଅନୁସାରେ ଯେଉଁ ବୃଦ୍ଧମାନେ ପାଉଥିଲେ 1000 ଟଙ୍କା ସେମାନେ ବର୍ତ୍ତମାନ ପାଇବେ 3000 ଟଙ୍କାର ଭତ୍ତା ରାଶି। ଯେଉଁମାନେ 60 ବର୍ଷରୁ ଆରମ୍ଭ କରି 80 ବର୍ଷ ମଧ୍ୟରେ ଅଛନ୍ତି ସେମାନଙ୍କୁ ମଧ୍ୟ ମିଳିବ 3000 ଟଙ୍କାର ଭତ୍ତା ରାଶି। କିନ୍ତୁ ଆଉ ଯେଉଁ ବୟସ୍କ ବୃଦ୍ଧମାନେ 80 ବର୍ଷ ଉପରେ ଅଛନ୍ତି ସେମାନେ ପାଇବେ 3500 ଟଙ୍କାର ଭତ୍ତା ରାଶି ଏବଂ ଏହା ସହିତ ସେମାନଙ୍କୁ ଦିଆଯିବ ଅନ୍ୟାନ୍ୟ ନୂଆ ସେବା। ସରକାରଙ୍କ ଏହି ଭତ୍ତା ବୃଦ୍ଧି ପଛରେ ରହିଛି ଗୋଟେ ନୂଆ ଗଭୀର ସାମାଜିକ ଚିନ୍ତାଧାରା। ବୃଦ୍ଧ, ବିଧବା, ଅସମର୍ଥ ଲୋକମାନଙ୍କୁ ପ୍ରତି ମାସ ଯେତେବେଳେ ଏହି ଭତ୍ତା ଟଙ୍କାଟି ପାଆନ୍ତି ସେହି ଟଙ୍କା ସେମାନଙ୍କ ପାଇଁ ଗୋଟେ ଜୀବନରେ ନିରାପଦ ହୋଇ ଆସୁଛି। ବର୍ତ୍ତମାନର ବୃଦ୍ଧି ହେଉଥିବା ଦରଦାମରେ ପୂର୍ବରୁ 1000 ଟଙ୍କାରେ ଜୀବନ ଜୀବିକା ଚଳାଇବାରେ ବହୁତ କଷ୍ଟ ହୋଇଥାଏ। ତେଣୁ ସେମାନଙ୍କର ସମସ୍ୟାକୁ ସରକାର ବିଚାର କରି ଏହି ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ରାଜ୍ୟର ସମସ୍ତ ଭତ୍ତାଧିକାରୀମାନେ ପ୍ରଶ୍ନ କରୁଛନ୍ତି ଯେ ଏହି ଭତ୍ତା ବୃଦ୍ଧି କେବେଠାରୁ ଲାଗୁ ହେବ। ଏନେଇ ମଧ୍ୟ ସରକାର ବଡ଼ ସୂଚନା ଦେଇ କହିଛନ୍ତି ଯେ ଏହି ଭତ୍ତା ବୃଦ୍ଧି ଅକ୍ଟୋବର ମାସର ଶେଷ ସୁଦ୍ଧା କିମ୍ବା ନଭେମ୍ବର ମାସର ପ୍ରଥମ ସପ୍ତାହରେ ଲାଗୁ ହେବାକୁ ଯାଉଛି ବୋଲି ଯାହା ସୂଚନା ରହିଛି। ତାହେଲେ ଆସନ୍ତା ମାସ ମଧ୍ୟରେ ଦିଆଯିବ ସମସ୍ତଙ୍କୁ 3000 ଟଙ୍କା ଭତ୍ତା ରାଶି। ସରକାରୀ ଅଧିକାରୀଙ୍କ ନୋଟିସ୍ ଅନୁସାରେ ରାଜ୍ୟ ସରକାର ପ୍ରତି ଶ୍ରେଣୀରେ 500 ଟଙ୍କାର ବୃଦ୍ଧି କରିଛନ୍ତି। ତେବେ ଦର୍ଶକ ବନ୍ଧୁ ଆଉ କିଛି ଦିନ ଅପେକ୍ଷା କରିନିଅନ୍ତୁ। ସରକାର ଦେଇଥିବା ସୂଚନା ଅନୁଯାୟୀ ନଭେମ୍ବର ମାସ ମଧ୍ୟରେ ଆପଣମାନଙ୍କୁ ମିଳିବାକୁ ଯାଉଛି ଏହି 3500 ଟଙ୍କାର ଭତ୍ତା ରାଶି। ଏହା ଥିଲା ଫ୍ରେଣ୍ଡସ୍ ଗୋଟେ ଛୋଟିଆ ଅପଡେଟ୍। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ଭିଡ଼ିଓ ଗୋଟେ ଲାଇକ୍ କରିଦେବେ। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ରେ କ୍ଲିକ୍ କରିଦେବେ, ଯାହାଦ୍ୱାରା କି ଆମର ଏଇଭଳିଆ ଲେଟେଷ୍ଟ ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ। ଯେକୌଣସି ଡାଉଟ୍ ଅଛି କମେଣ୍ଟ ସେକ୍ସନରେ ପଚାରନ୍ତୁ।